शुभ सकाळ साଙ୍ଗମାନେ ଆପଣମାନେ କ'ଣ କରୁଛନ୍ତି? ଜୋରସେ ଥଣ୍ଡା ପଡ଼ୁଛି। ଆମ ଆଡ଼େ ବି ବହୁତ ଜୋରସେ ପଡ଼ୁଛି। ଆପଣଙ୍କ ଆଡ଼େ ଆମେ ଖରା ଖାଉଛୁ ଏଠି ଛାତ ଉପରେ। ଆଉ ଖରା ଟିକେ ନ ଖାଇଲେ ମନଟା ବିଲକୁଲ ବି ଭଲ ଲାଗୁନି। ଗୋଡ଼ ହାତ ତ ପୁରା ଥଣ୍ଡା ହେଇଯାଉଛି। ତ ଆମେ ଏଇଠି ମା ପୁଅ ନାତୁଣୀ ମାନେ ପୁତୁରାର ଝିଅ ଆମେ ସବୁ ଏଇ ଛାତ ଉପରେ ବସିକି ଗୋଟେ ମଜା ବନଉଛୁ। ତା ଭିତରେ ସକାଳର ବ୍ରେକଫାଷ୍ଟ ଯେହେତୁ ଉଠିଲା ମାନେ ଛୁଆଙ୍କୁ ଭୋକ, ତ ମୁଁ ଏଠି ପରଟା ସହିତ ପୁରା ଗରମା ଗରମ ପରଟାକୁ ଗରମା ଗରମ ଆଳୁ ଭଜା ପୁରା ତେଲିଆ ତେଲିଆ କରି ଭାଜି ଦେଇଛି। ତ ଛାତ ଉପରୁ ସବୁ ନେଇଯାଉଛି, ଛୁଆମାନେ ସେଠି ବସିକି ଖାଇବେ ଆଉ ମଜା କରିବେ। ତ ଏଠି ଦେଖନ୍ତୁ ମୋର ଭଜାଭୁଜି ସବୁ ରେଡ଼ି ହେଇଗଲା। ତ ଆଜିର ରୋଷେଇରେ ଥିଲା ଦହି ଭେଣ୍ଡି। ତ ଏମିତିରେ ମୋ ଛୁଆଙ୍କର ବହୁତ ପସନ୍ଦ, ଦହି ଉପରେ ଯାହା ବି ଆଇଟମ୍ ବନାଅ ମୋ ଛୁଆଙ୍କର ବହୁତ ପସନ୍ଦ। ତା ସହିତ ମୋର ନାତୁଣୀର ବି ବହୁତ ପସନ୍ଦ। ଯେବେ ବି ସେ ଘରକୁ ଆସେ ମୋତେ କହିବ ମିମି ମୋ ପାଇଁ ଏଇଟା ବନେଇ ଦିଅ, ଦହି ଭେଣ୍ଡି ହଉ ବା ଦହି କଣ୍ଟା ଫଳ ହଉ। ତ ମୁଁ ସକାଳୁ ପୁରା ଛାତ ଉପରେ ଖିଆଖି ସରିଲା ପରେ ପଳେଇ ଆସିଥିଲି, ସବୁ କାଟିକି ରଖିକି ନେଇଯାଇଥିଲି। ତ ଏଇଠି ତେଲ ଫୁଟଣ ଫୁଟେଇ ଦେଇ ତା ଭିତରେ ଭୃଷଙ୍ଗ ପତ୍ର ଭାଜି ଦେଇ ତାକୁ ଏଇଠି ଭଜାଭୁଜି କରିଦେଇକି ଦହିରେ ଦେଇଦେଲି। ଲାଷ୍ଟକୁ ଜିରା ଲଙ୍କା ଗୁଣ୍ଡ ଦେଇଦେଲି, ବଢ଼ିଆ ବାସ୍ନା। ତା ସହିତ ବିଟ ଲୁଣ। ଆପଣମାନଙ୍କୁ କେମିତି କ'ଣ